ଦେଖିପାରୁଥିବେ ଆସିଗଲା ସୁଭଦ୍ରା ଫର୍ମ। ତେବେ এই ଫର୍ମକୁ ଆପଣ ବି କେମିତି ପାଇବେ, କେଉଁଠି ଆପ୍ଲାଏ କରିବେ, ଯାହା ଆମେ এই ଭିଡ଼ିଓରେ ଜାଣିବା। ଯାହାକି ଯେଉଁମାନେ ସୁଭଦ୍ରା ଯୋଜନାରେ ନୂଆ ଆବେଦନ କରିବା ପାଇଁ ଚାହୁଁଥିବେ ସେମାନଙ୍କ ପାଇଁ ବଡ଼ ଖୁସି ଖବର, ଯାହାକି ଆପଣ ଜାଣିସାରିଥିବେ ଭାଇ ନଭେମ୍ବର 1ରୁ ନୂଆ ଆପ୍ଲାଏ ଷ୍ଟାର୍ଟ ହୋଇଯାଇଛି। ତେବେ ଫର୍ମ ମଧ୍ୟ ଆସିଗଲା। ଆମେ ଭିଡ଼ିଓରେ ଜାଣିବା, ଶେଷ ପର୍ଯ୍ୟନ୍ତ ନିହାତି ଦେଖି ରଖନ୍ତୁ। ତା ପୂର୍ବରୁ ଭିଡ଼ିଓ ଗୋଟେ ଲାଇକ୍ କରିଦେବେ, ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଏବେ ଆସନ୍ତୁ ଆମେ ଜାଣିବା ଏଇ ଯେଉଁ ଆପଣ ସୁଭଦ୍ରାରେ ଆବେଦନ କରିବେ ବା ନ୍ୟୁ ଆପ୍ଲାଏ କରିବେ, ଫାଷ୍ଟ ଏମାନଙ୍କର ଏଜ୍ ଲିମିଟ୍ କେତେ ନା ଯେଉଁମାନଙ୍କର ବୟସ 21 ବର୍ଷରୁ 60 ବର୍ଷ ବୟସ ଭିତରେ ସେମାନେ ଆପ୍ଲାଏ କରିବେ। କିନ୍ତୁ ଜାଣନ୍ତୁ ଏଇ 2025 ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଯେଉଁମାନଙ୍କର ବୟସ 21 ହେଇଯାଇଛି, ଯଦି ଗୋଟେ ମାସ ବି ବାକି ଥିବ ହବନି, କାହିଁକିନା ଗୋଟେ ମାସ ପରେ ଆପଣ ଆପ୍ଲାଏ କରିବେ, କାହିଁକିନା ଏହାର ଲାଷ୍ଟ ଡେଟ୍ ଏପର୍ଯ୍ୟନ୍ତ ସରକାର ଘୋଷଣା କରିନାହାନ୍ତି। ଏବେ ଆଜିଠାରୁ ଯେଉଁ ଆପ୍ଲାଏ ଷ୍ଟାର୍ଟ ହେଇଗଲା এই 2025 ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଯେଉଁମାନଙ୍କର 21 ବର୍ଷ ହେଲା ସେମାନେ ଏଥିରେ ଆପ୍ଲାଏ କରିବେ। ଆଉ ଯଦି ଆପଣ ଭାବୁଥିବେ କି এই ଫର୍ମକୁ ଆମେ କେଉଁଠି ଡାଉନଲୋଡ୍ କରିବା ବା ଆମେ এই ଫର୍ମଟିକୁ କେମିତି ଆପ୍ଲାଏ କରିବା, ଜାଣନ୍ତୁ ଆପଣଙ୍କୁ କୌଣସି ଫର୍ମ ଡାଉନଲୋଡ୍ କରିବା ଆବଶ୍ୟକ ନାହିଁ। ମୁଁ ତ ଆପଣଙ୍କୁ ଦେଖାଇଦେଲି ଫର୍ମଟିକୁ। ଆପଣ ଯେକୌଣସି ଜନସେବା କେନ୍ଦ୍ର ହଉ କିମ୍ବା ମୋ ସେବା କେନ୍ଦ୍ରରେ ଏମିତି ଆପଣଙ୍କ ଅଙ୍ଗନୱାଡି କେନ୍ଦ୍ରଙ୍କ ସହିତ ଦେଖା କରିକି ଆପଣ ସେଠି କହିଲେ ତାଙ୍କଠାରୁ ଫର୍ମ ଆଣିକି ଫିଲ୍ଅପ୍ କରିକି ତାଙ୍କୁ ଦେଇକି ମଧ୍ୟ ଆପ୍ଲାଏ କରିବେ, ଯାହାକି ଇଏ ରହିଛି ତାର ପ୍ରୋସେସ୍। ନଚେତ ଆପଣ ଯଦି ଭାବିବେ ଆମେ ଅନଲାଇନ୍ ଆପ୍ଲାଏ, କାହିଁକିନା ସରକାର ଏହାର ଅନଲାଇନ୍ ଆପ୍ଲାଏ ସାଧାରଣ ଲୋକଙ୍କ ପାଇଁ ଚାଲୁ କରିନାହାନ୍ତି। ଆପଣ ଜନସେବା କେନ୍ଦ୍ରକୁ ବା ସିଏସ୍ସି ସେଣ୍ଟରକୁ ଯାଆନ୍ତୁ, ସେଇଠି ଫର୍ମ ଆଣିକି ଭରିକି ତାଙ୍କ ଥ୍ରୁରେ ମଧ୍ୟ ଆପ୍ଲାଏ କରିପାରିବେ। ତେବେ ଖୁବ୍ ଶୀଘ୍ର ଆସିଯିବ, କାହିଁକିନା ଯେହେତୁ ଆଜିଠାରୁ ଇଏ ନୂଆ ଆପ୍ଲାଏ ଷ୍ଟାର୍ଟ ହେଇଛି, ତେଣୁକରି ଅପେକ୍ଷା କରନ୍ତୁ। ଖୁବ୍ ଶୀଘ୍ର ମଧ୍ୟ ଆପଣଙ୍କୁ ଇଏ ଫର୍ମ ଆସିଯିବ ବା ସେଇଠି ମଧ୍ୟ ମିଳିଯିବ, କାହିଁକିନା ଆଜି ଆପଣ ଯାଇକି କହିବେ ତାଙ୍କ ପାଖରେ ଫର୍ମ ବି ମଧ୍ୟ ଆଭେଲେବଲ୍ ହେଇନଥିବ। ତ ଆପଣ ଜାଣିଲେ ସେୟାର କରି ସାଙ୍ଗସାଥୀମାନଙ୍କୁ ଜଣାଇ ଦିଅନ୍ତୁ। ଆଉ ୱେବସାଇଟ୍ର ଲିଙ୍କ୍ ମୁଁ ଦେଇଦେବି ଡେସ୍କ୍ରିପ୍ସନରେ, ଆପଣମାନେ ଯାଇ ମଧ୍ୟ ଏ ଫର୍ମକୁ ଦେଖିପାରିବେ।